ନିମାପଡ଼ା ଚାହେ ପରିବର୍ତ୍ତନ ଯୋଉଟା କି ଲୋକ କହୁଛନ୍ତି ସବୁଆଡେ ତାଙ୍କ ଆଡୁ କହୁଛନ୍ତି ନାଇଁ ବହୁତ ହେଇଗଲା ପରିବର୍ତ୍ତନ ନିହାତି ଦରକାର। ଆଉ ତାଙ୍କୁ ଦରକାର ଗୋଟେ ସଚୋଟ ଲୋକ ଯିଏକି ଯୋଉ ତେଲିଆ ମୁଣ୍ଡରେ ତେଲ ବନ୍ଦ କରିବ। ତ ଏଇ ହିସାବରେ ହିଁ ଆମେ କାମ କରିବା। ଆମର ନା ପିସି ଦରକାର ନା କାହାକୁ ଟଙ୍କାଟେ ଦରକାର। ଆଉ ଯୋଉମାନେ ତେଲିଆ ମୁଣ୍ଡରେ ତେଲ ପଡୁଛନ୍ତି ଯୋଉମାନେ ରହି ଯାଉଛନ୍ତି ଯାହା ଘର ପଲିଥିନ୍ ଅଛି 30% ଲୋକ ପଲିଥିନରେ ରହୁଛନ୍ତି କି 40% ଲୋକ ପଲିଥିନରେ ରହୁଛନ୍ତି। ଗାଁ ଗଣ୍ଡାରେ ଡେଭଲପମେଣ୍ଟ ପହଞ୍ଚି ପାରୁନି। ଖାଲି ସ୍କିମ୍ ନାଁରେ ସ୍କିମ୍ ଆସୁଛି କିନ୍ତୁ ଡେଭଲପମେଣ୍ଟ ପହଞ୍ଚି ପାରୁନି। ଏଇ କରପସନଟାକୁ ଆଗ ବନ୍ଦ କରିବା ଆଉ ଗରିବ ଲୋକକୁ ଆଗ ମିଳିବ। ଯିଏ ଯେତେ କହିଲେ ନାଇଁ ଏଇ ମନ୍ଦିରକୁ ଟିକେ ଦିଅନ୍ତୁ ଏଇ ମନ୍ଦିରକୁ ଟିକେ ଦିଅନ୍ତୁ କହିଲେ ନାଇଁ ଯାହାର ଘର ନାହିଁ ଆଗ ତାକୁ ଦବା। ଗରିବକୁ ଆଗ ଗୋଟେ ଲେବୁଲକୁ ଆଣିବା। ନିମାପଡ଼ାରେ ଯେମିତି ଆଉ ପଲିଥିନ୍ ଘର ନ ରହୁ ଗୋଟେ ବଡ ଟାର୍ଗେଟ। ଆପଣଙ୍କର ଉଦ୍ଦେଶ୍ୟ ରହିଛି ନିମାପଡ଼ାକୁ ଝୋପଡି ମୁକ୍ତ କରିବା। ଏକଦମ। ଆଉ ନିମାପଡ଼ାରେ ବହୁତ ଜିନିଷ ପଛେଇ ଯାଇଛି। ଗୋଟେ ଚାଷୀଙ୍କର ଏଇଟା ଗୋଟେ ଗଡ କହିବାକୁ ଗଲେ କିନ୍ତୁ ଚାଷୀଙ୍କ ଇନକମ୍ ବୋଧେ ପୁରା ପୃଥିବୀ ଛାଡ ଇଣ୍ଡିଆରେ ସବୁଠୁ କମ୍। ଚାଷୀଙ୍କର ଡେଭଲପମେଣ୍ଟ କେମିତି ହବ? କାହିଁ ଗୋଟେ ନୂଆ କେନାଲ ସିଷ୍ଟମ ହଉନି? କାହିଁକି କେନାଲରେ ପାଣି ଆସୁନି ଟାଇମରେ? କାହିଁକି ଲୋକ 3 ଥର ଆମ ପାଖରେ ତ ପାଣି ଅଛି ପାଣି ଡିଷ୍ଟ୍ରିବ୍ୟୁଟ ହେଇପାରୁନି। ଆମ ପାଖରେ ଜମି ଅଛି ଜମିରେ 3 ଥର ଫସଲ ହବା ଥରଟେ ହଉଛି। ମାନେ ଏତେ ବଢିଆ ଜିନିଷ ଥାଇକିରି ଆମେ ଚାଷୀ ଇନକମ୍ ଡବଲ ଟ୍ରିପଲ ହେଇପାରୁନି। ସେଇଟାକୁ ଦେଖିବା ଯେମିତି ଏଜୁକେସନରେ ବହୁତ ହି ଖରାପ। ମାନେ ନିମାପଡ଼ା ଲୋକ ଗଲେ ଭୁବନେଶ୍ୱରରେ ଖଣ୍ଡେ ଚାକିରି ପାଉନାହାନ୍ତି କାହିଁକି ତାଙ୍କ ଷ୍ଟାଣ୍ଡାର୍ଡ ଖରାପ। ଷ୍ଟାଣ୍ଡାର୍ଡଟା ଖରାପ କିଏ କଲା? ଏଜୁକେସନ ସିଷ୍ଟମ ଖରାପ। ଏଜୁକେସନର କ୍ୱାଲିଟି ନାହିଁ। ଲୋକ ପଇସା ଖାଇବାକୁ ପାଉନାହାନ୍ତି କିନ୍ତୁ ଟ୍ୟୁସନ ପଠେଇବାକୁ ବାଧ୍ୟ। ତ ଏଇ ସବୁ ଜିନିଷକୁ ପରିବର୍ତ୍ତନଟା ନିହାତି ଦରକାର।